ଆପଣଙ୍କ ନାଁ ପରିଚୟ ଟିକେ ଦିଅନ୍ତୁ, କୋଉଠୁ ଆସିଛନ୍ତି, ଏବେ କ'ଣ କରୁଛନ୍ତି? ମୁଁ ଆସିଛି ଉଦୟପୁର ପାଖ କେଉଁଝର। ତ ମୁଁ ଟିଚରସିପ୍ କରେ। ତ ମୁଁ ଏ କାଙ୍ଗେନ ୱାଟର 2-3 ମାସ ହେଲା ପିଇଲି ସାର୍ଙ୍କ ପାଖରୁ, ଆମର ହେଡ୍ ସାର୍ ସେ। ତ ପିଇଲା ପରେ ମୁଁ କିଛିଟା ପରିବର୍ତ୍ତନ ଦେଖିଲି, ପିଇବା ଦିନଠୁ କିଛି ପରିବର୍ତ୍ତନ ଦେଖିଲି। ତାପରେ ଧୀରେ ଧୀରେ କ'ଣ ପରିବର୍ତ୍ତନ ହେଲା? ଏହା ମୋତେ ଟିକେ ଆଗରୁ ଦୁର୍ବଳ ଲାଗୁଥିଲା। ତାପରେ ମୋତେ 2021 ଡାଇବେଟିସ୍ ବି ହେଇଥାଏ। ତ ଏ ପାଣି ପିଇଲା ପରେ ଡାଇବେଟିସ୍ ବି ମୋ କଣ୍ଟ୍ରୋଲ ହେଇଯାଇଛି ଏବଂ ମୋତେ ଟିକେ ସୁସ୍ଥ ଲାଗିଲା। ଯେଉଁ ଦୁର୍ବଳ ଫିଲ୍ ହେଉଥିଲା ସେ ଦୁର୍ବଳ ଫିଲ୍ ହେଲାନି। ତ ସେଠୁ ମୁଁ ଚିନ୍ତା କଲି, ତ ମେସିନ୍ କେମିତି ନେବି? ଯଦିଓ ଚାକିରି ମୁଁ କରେ, ଟିଚରସିପ୍ କରେ, ତଥାପି ମୋ ପାଖରେ ପଇସା ପତ୍ର ଏତେଟା ନଥିଲା। ତ ମୁଁ ତାର ଗୋଟେ ଉପାୟ ଖୋଜିଲି ଏଇଆ ଯେ ମୁଁ କିଛି ଲୋନ୍ କରିବି। ତ ଲୋନ୍ କଲି ଏବଂ ମେସିନ୍ଟି ନେଇଛି। ମୋର 2-3 ଦିନ ପୂର୍ବରୁ ଆସିଛି। ମୁଁ ଆଜି ଧରିକି ଆସିବା କଥା କିନ୍ତୁ ଆସିପାରିଲିନି। ତ ଯାହା ହଉ ମୁଁ ମେସିନ୍ଟି ନେଇଛି, କାଲି ଇନଷ୍ଟାଲ ହେଇଯିବ, ଇନଷ୍ଟଲେସନ ହେଇନି। ତ ମୋତେ ଖୁସି ଲାଗୁଛି, ଆଉ ମୁଁ ମେସିନ୍ଟି ନେଇପାରିଛି, ସେଥିପାଇଁ ମୋତେ ବହୁତ ଖୁସି ଲାଗୁଛି। ସାର୍ ଆପଣ ପରିବାରରେ କିଏ କିଏ ଅଛନ୍ତି? ଆମ ପରିବାରରେ ମୋ ବାପା ମା ଅଛନ୍ତି ଏବଂ ମୋ ସ୍ତ୍ରୀ ଏବଂ ଛୋଟ ପୁଅଟେ ଅଛି। ତ ଏ ମେସିନ୍ଟା ନେବା ପାଇଁ ଡିସିଜନ୍ କିଏ ନେଲା? ଡିସିସନ୍ ତ ମୁଁ ନେଲି। ମୁଁ ଏଇଥିପାଇଁ ନେଲି ଯେ ବାପା ମା ଯଦିଓ ବୟସ ହେଇଛି, ବୟସ କହିଲେ 60-65 ହେବ, 65 ମାଙ୍କ ହେବ, ବାପାଙ୍କ ବୟସ 65-66 ହେବ। ତ ସେଇମାନେ କେମିତି ଆଉ ଟିକେ ଅଧିକ ମାନେ ସୁସ୍ଥ ହେଇକି ରହିବେ, ମୁଁ ସେଇଥିପାଇଁ ହିଁ ନେଲି। ମୋ କଥା ଯାହା ହଉ, ବାପା ମା କେମିତି ଅଧିକ ଦିନ ଜିଇପାରିବେ, ସେଇଥିପାଇଁ ମୁଁ ନେଲି। ଏଇଟା ନେଲା ପରେ ଆପଣ ପରିବାର ଲୋକେ ଆପଣ କେମିତି ପ୍ରତିକ୍ରିୟା ଦେଉଛନ୍ତି? ସପୋର୍ଟରେ ଅଛନ୍ତି ନା କ'ଣ? ପରିବାରର ଲୋକ ବି ମାନେ ଖୁସି ହେଉଛନ୍ତି। ମୁଁ ତ ମେସିନ୍ଟା ଲଗେଇନି, ସ୍କୁଲକୁ ସାର୍ ଆଣନ୍ତି ପାଣି, ମୁଁ ସେଇଠୁ ନେଇକି ଯାଏ। ତ ସେ ପାଣି ପିଇଲା ପରେ ଯୋଉ ଦିନ ବି ଯଦି ମୁଁ ପାଣି ନ ନେଇଥାଏ ତାହେଲେ ଘରେ କୁହନ୍ତି, ବାବୁ ଆଜି ପାଣି ଆଣିନୁ କିରେ, ମାନେ ଖୋଜନ୍ତି। ଯେଉଁମାନେ ପଇସା ରଖିଛନ୍ତି ନେବା ପାଇଁ ଚିନ୍ତା କରୁଛନ୍ତି, ଆପଣ ତାଙ୍କୁ କ'ଣ କହିବେ? ଯେଉଁମାନେ ପଇସା ରଖିଛନ୍ତି ସେମାନେ କୋଉ କାରଣରୁ ନେଉନାହାନ୍ତି ମୁଁ ତ କହିପାରିବିନି, କିନ୍ତୁ ପଇସା ନଥିବା ବାଲା ବି ଆଗ୍ରହ ସହିତ ଆଗକୁ ଆସୁଛନ୍ତି। ରାଇଟ୍। ଏତିକି କହି ମୁଁ ଖାଲି ସାର୍ ଖାଲି ପଇସା ଥିଲେ ନେଇ ହୁଏ ନା ଇଚ୍ଛା ଥିଲେ ନେଇ? ନା ସାର୍, ଇଚ୍ଛା ଥିଲେ ନେଇ ହୁଏ, ପଇସା ଥିଲେ ନେଇ ହବନି। ଜଣଙ୍କ ପାଖରେ ବହୁତ ପଇସା ଅଛି, ତଥାପି ଯଦି ଇଚ୍ଛା ନ ଆସିବା ଯାଇ ସେ ନେଇ। ଧନ୍ୟବାଦ ସାର୍।